ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। ବାରାଣାସୀରେ ଆଜି ପିଏମ୍ କିଷାନ ସମ୍ମାନ ନିଧିର 20ତମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ଭିଡ଼ ହ୍ରାସ ଲାଗି ଦେଶର 73ଟି ପ୍ରମୁଖ ରେଳ ଷ୍ଟେସନରେ ହେବ ସ୍ୱତନ୍ତ୍ର ବ୍ୟବସ୍ଥା। ଗୁରୁତ୍ୱାକର୍ଷଣ ପରିବର୍ତ୍ତନର ପ୍ରଭାବ ଅନୁଧ୍ୟାନ କରିବା ଲାଗି ନାସା ଓ ସ୍ପେସ୍ଏକ୍ସ ପକ୍ଷରୁ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଗଲେ 4 ଜଣ ମହାକାଶଚାରୀ। ଏବଂ ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର 5ମ ଟେଷ୍ଟ ମ୍ୟାଚ୍ର ଆଜି ତୃତୀୟ ଦିନରେ ଇନିଂସ ଜାରି ରଖିବ ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାରାଣାସୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କିଷାନ ସମ୍ମାନ ନିଧିର 20ତମ କିସ୍ତି ପ୍ରଦାନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ 2200 କୋଟି ଟଙ୍କାର 52ଟି ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ 9,70 ଲକ୍ଷରୁ ଅଧିକ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ 20,500 କୋଟି ଟଙ୍କାର ସହାୟତା ଅର୍ଥ ପ୍ରଦାନ କରିବେ। ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର 20ତମ କିସ୍ତି ସ୍ୱରୂପ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ପ୍ରକ୍ରିୟାରେ ଏହି ଅର୍ଥ ପ୍ରଦାନ କରାଯିବ। ଆୟୋଜିତ ଉତ୍ସବରେ ପ୍ରଧାନମନ୍ତ୍ରୀ ଉଦ୍ଘାଟନ ଓ ଶିଳାନ୍ୟାସ କରିବାକୁ ଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ବାରାଣାସୀ ଭଦୋହି ଚିତାଉନି ସୁଲ ଟଙ୍କେଶ୍ୱର ରାସ୍ତାର ପ୍ରଶସ୍ତୀକରଣ ଏବଂ ମୋହନସରାଇ ଅଦଲାପୁର ରାସ୍ତା ଉପରେ ରେଳ ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟ ରହିଛି। ଅନ୍ୟପକ୍ଷରେ ଶକ୍ତି କ୍ଷେତ୍ରର ସୁଦୃଢ଼ୀକରଣ ପାଇଁ 880 କୋଟି ଟଙ୍କା ବ୍ୟୟରେ ଦକ୍ଷ ଯୋଗାଣ ପ୍ରକଳ୍ପ ଏବଂ ଭୂତଳ ବିଦ୍ୟୁତ୍ ଭିତ୍ତିଭୂମିର ମଧ୍ୟ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବେ। କାର୍ଯ୍ୟକ୍ରମରେ ଶ୍ରୀ ମୋଦି 8ଟି ଜଳ ବିଶୋଧନ ପ୍ରକଳ୍ପ ଏବଂ 4ଟି ଭାସମାନ ପ୍ଲାଟଫର୍ମର ପୁନଃ ବିକାଶ କାର୍ଯ୍ୟର ଉଦ୍ଘାଟନ କରିବେ। ଜଳଜୀବନ ମିଶନ ଅଧୀନରେ 47ଟି ଗ୍ରାମାଞ୍ଚଳ ପାନୀୟ ଜଳ ପ୍ରକଳ୍ପର ମଧ୍ୟ ଶ୍ରୀ ମୋଦି ଉଦ୍ଘାଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶିକ୍ଷା, ସ୍ୱାସ୍ଥ୍ୟସେବା, ପର୍ଯ୍ୟଟନ ଏବଂ ସଂସ୍କୃତି ଓ ଐତିହ୍ୟ ସମ୍ପର୍କିତ ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଦେଶର 73ଟି ପ୍ରମୁଖ ଷ୍ଟେସନରେ ଭିଡ଼ ହ୍ରାସ କରିବା ଲାଗି ଷ୍ଟେସନ ନିର୍ଦ୍ଦେଶକଙ୍କୁ କ୍ଷମତା ଦିଆଯିବ। ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ଶ୍ରୀ ବୈଷ୍ଣବ କହିଛନ୍ତି, ରେଳବାଇ ଫୁଟ୍ ଓଭରବ୍ରିଜ୍ ଏବଂ ଷ୍ଟେସନ ବାହାରେ ଥିବା ଅଞ୍ଚଳରେ ଭିଡ଼ ପରିଚାଳନା ବ୍ୟବସ୍ଥାର ସୁପରିଚାଳନା ନେଇ ପଦକ୍ଷେପ ଗ୍ରହଣ କରାଯାଉଛି। 5ଟି ଷ୍ଟେସନରେ ଏଥିଲାଗି ପ୍ରାରମ୍ଭିକ ଭାବେ ବିଭିନ୍ନ ପ୍ରକଳ୍ପ ଆରମ୍ଭ କରାଯାଇଛି। ଏହାଛଡ଼ା ଭିଡ଼ ପରିସ୍ଥିତିକୁ କମ୍ କରିବା ପାଇଁ ପ୍ରମୁଖ ଷ୍ଟେସନଗୁଡ଼ିକରେ ସିସିଟିଭି ନିରୀକ୍ଷଣ, ୱାକିଟକି ବ୍ୟବସ୍ଥା ଭଳି ପଦକ୍ଷେପ ନିଆଯାଉଛି। ରେଳ ଷ୍ଟେସନଗୁଡ଼ିକରେ ଯାତ୍ରୀମାନଙ୍କ ସମେତ ଜନସାଧାରଣଙ୍କୁ ଗୁଣାତ୍ମକ ଏବଂ ସୁଲଭ ଔଷଧ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଚଳିତ ବର୍ଷ ଜୁନ୍ 30 ତାରିଖ ସୁଦ୍ଧା ରେଳ ଷ୍ଟେସନଗୁଡ଼ିକରେ 106ଟି ଜନ ଔଷଧି କେନ୍ଦ୍ର ଖୋଲାଯାଇଛି। ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ରସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ କହିଛନ୍ତି, ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି ପରିଯୋଜନା ଅନ୍ତର୍ଗତ ସମଗ୍ର ଦେଶରେ 16,912ଟି ଜନ ଔଷଧି କେନ୍ଦ୍ର ଖୋଲାଯାଇଛି। ସେଥିମଧ୍ୟରୁ 8,660ଟି କେନ୍ଦ୍ର ଗ୍ରାମାଞ୍ଚଳରେ ରହିଛି। ପ୍ରତିଦିନ ପ୍ରାୟ 10ରୁ 12 ଲକ୍ଷ ଲୋକ ସେହି କେନ୍ଦ୍ରଗୁଡ଼ିକରୁ ସୁଲଭ ମୂଲ୍ୟରେ ଗୁଣାତ୍ମକ ଔଷଧ ପାଉଛନ୍ତି। ଗତ 11 ବର୍ଷ ମଧ୍ୟରେ ବ୍ରାଣ୍ଡେଡ୍ ଔଷଧର ମୂଲ୍ୟକୁ ତୁଳନା କଲେ ନାଗରିକମାନେ 38,000 କୋଟି ଟଙ୍କା ସଞ୍ଚୟ କରିପାରିଛନ୍ତି ବୋଲି ମନ୍ତ୍ରୀ ଗୃହକୁ ଜଣାଇଛନ୍ତି। ନାସା ଏବଂ ସ୍ପେସ୍ଏକ୍ସ ପକ୍ଷରୁ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଅଧିକ ଗବେଷଣା ପାଇଁ ଏକ 4 ଜଣିଆ ସଦସ୍ୟ ବିଶିଷ୍ଟ ଦଳକୁ ପଠାଯାଇଛି। ଗତକାଲି ଆମେରିକୀୟ ମହାକାଶଚାରୀ ଜେନ୍ କାର୍ଡମ୍ୟାନ୍ ଏବଂ ମାଇକ୍ ପିଣ୍ଟୋ, ଜାପାନର କିମିଆ ୟୁଇ ଏବଂ ରୁଷ ମହାକାଶଚାରୀ ଓଲେଗୋ ପ୍ଲୋଟୋନଭ୍ ଫ୍ଲୋରିଡାର କେନେଡି ମହାକାଶ କେନ୍ଦ୍ରରୁ ସ୍ପେସ୍ଏକ୍ସ କ୍ରୁ ଡ୍ରାଗନ୍ କ୍ୟାପସୁଲ୍ ଏଣ୍ଡେଭରରେ ଉଡ଼ାଣ କରିଥିଲେ। ଏହି ମିଶନ ଅଧୀନରେ କ୍ରୁ ସଦସ୍ୟମାନେ ମହାକାଶ କେନ୍ଦ୍ରରେ 6 ମାସ ରହିବେ। ସେଠାରେ ଚନ୍ଦ୍ରରେ ଅବତରଣ ପରିସ୍ଥିତିକୁ ଅନୁଧ୍ୟାନ କରିବା ସହ ଗୁରୁତ୍ୱାକର୍ଷଣ ପରିବର୍ତ୍ତନ କିଭଳି ମହାକାଶଯାନ ଉଡ଼ାଣକୁ ପ୍ରଭାବିତ କରିଥାଏ ତାହା ଅନୁଧ୍ୟାନ କରିବେ। ଅନ୍ୟପକ୍ଷରେ ଫସଲ ବୃଦ୍ଧି ଉପରେ ମାଇକ୍ରୋଗ୍ରାଭିଟିର ପ୍ରଭାବ ନେଇ ମଧ୍ୟ ଗବେଷଣା କରାଯିବ। ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର 2000 ମସିହା ପରଠାରୁ ନିରବଚ୍ଛିନ୍ନ ଭାବେ ବିଭିନ୍ନ ଜଟିଳ ଗବେଷଣା କାର୍ଯ୍ୟରେ ସହାୟକ ହେଉଛି। 2030 ପରେ ଏହି ମହାକାଶ କେନ୍ଦ୍ରକୁ ବନ୍ଦ କରିବା ଲାଗି ଯୋଜନା କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂ କହିଛନ୍ତି ସରକାର ଭାରତ ମହାସାଗରୀୟ କ୍ଷେତ୍ରରେ ଭାରତର ସୁରକ୍ଷା ଏବଂ ଆର୍ଥିକ ସ୍ୱାର୍ଥ ଉପରେ ପ୍ରଭାବ ପକାଉଥିବା ସମସ୍ତ ଘଟଣା ଉପରେ ନଜର ରଖିବା ସହ ଦେଶର ସ୍ୱାର୍ଥକୁ ସୁରକ୍ଷିତ ରଖିବା ପାଇଁ ଉପଯୁକ୍ତ ପଦକ୍ଷେପ ନେଉଛନ୍ତି। ଲୋକସଭାରେ ଏକ ଲିଖିତ ଉତ୍ତରରେ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଭାରତ ମହାସାଗର କ୍ଷେତ୍ରର ଦେଶଗୁଡ଼ିକ ସହ ଭାରତର ସମ୍ପର୍କ ବ୍ୟାପକ ଏବଂ ଦୀର୍ଘସ୍ଥାୟୀ। ଶ୍ରୀଲଙ୍କା, ମାଳଦ୍ୱୀପ ଏବଂ ମରିସସ୍ ଭଳି ଦେଶଗୁଡ଼ିକ ଭାରତର ପ୍ରଥମ ପଡ଼ୋଶୀ ନୀତି ଆଧାରରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ଏହି କ୍ଷେତ୍ରର ଦେଶଗୁଡ଼ିକ ସହ ଭାରତର ରାଜନୈତିକ ସମ୍ପର୍କ ସୁଦୃଢ଼ ରହିବା ସହ ବାଣିଜ୍ୟ ଓ ନିବେଶ ବୃଦ୍ଧି ପାଉଛି ବୋଲି ଶ୍ରୀ ସିଂ କହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଭାରତର ପ୍ରତିରକ୍ଷା ଆବଶ୍ୟକତାର ଉତ୍ସ କେବଳ ଦେଶର ଜାତୀୟ ସୁରକ୍ଷା ଆବଶ୍ୟକତା ଏବଂ ରଣନୈତିକ ମୂଲ୍ୟାଙ୍କନ ଦ୍ୱାରା ନିର୍ଣ୍ଣୟ କରାଯାଏ। ପ୍ରତିରକ୍ଷା କ୍ରୟ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ଗଣମାଧ୍ୟମକୁ ସୂଚନା ଦେଇ ଏହା କହିଛନ୍ତି। ଭାରତ ରୁଷ ସମ୍ପର୍କର ଏକ ପ୍ରଶ୍ନର ଉତ୍ତରରେ ମୁଖପାତ୍ର କହିଛନ୍ତି ବିଭିନ୍ନ ଦେଶ ସହିତ ଦ୍ୱିପାକ୍ଷିକ ସମ୍ପର୍କ ନିଜସ୍ୱ ଯୋଗ୍ୟତା ଉପରେ ପର୍ଯ୍ୟବେସିତ ଏବଂ ଏହାକୁ ତୃତୀୟ ଦେଶର ଦୃଷ୍ଟିକୋଣରୁ ଦେଖାଯିବା ଉଚିତ ନୁହେଁ। ଭାରତ ଏବଂ ରୁଷ ମଧ୍ୟରେ ଏକ ସ୍ଥିର ଓ ବହୁ ପରୀକ୍ଷିତ ସହଭାଗିତା ରହିଛି ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। ସେ କହିଛନ୍ତି ଭାରତ ଆମେରିକା ସହଭାଗିତା ଅନେକ ପରିବର୍ତ୍ତନ ଏବଂ ଆହ୍ୱାନର ମୁକାବିଲା କରିଛି। ଦୁଇ ଦେଶ ପ୍ରତିବଦ୍ଧ ଥିବା ମୂଳ ଏଜେଣ୍ଡା ଉପରେ ଧ୍ୟାନ କେନ୍ଦ୍ରିତ କରିବା ସହ ସମ୍ପର୍କର ଅଗ୍ରଗତି ନେଇ ନୂଆଦିଲ୍ଲୀ ବିଶ୍ୱାସ ରଖିଛି ବୋଲି ସେ କହିଛନ୍ତି। ଭାରତ ଆମେରିକା ପ୍ରତିରକ୍ଷା ସମ୍ପର୍କ ଉପରେ ଶ୍ରୀ ଜୟସ୍ୱାଲ କହିଛନ୍ତି ଭାରତ ଓ ଆମେରିକା ମଧ୍ୟରେ ଦୃଢ଼ ପ୍ରତିରକ୍ଷା ସହଭାଗିତା ରହିଛି। ଏକବିଂଶ ଶତାବ୍ଦୀ ପାଇଁ ଭାରତ ଆମେରିକା କମ୍ପାକ୍ଟ ଅଧୀନରେ ଏହି ସହଭାଗିତା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି। ନିମିଷାପ୍ରିୟା ମାମଲାରେ ମୁଖପାତ୍ର କହିଛନ୍ତି ଏହା ଏକ ସମ୍ବେଦନଶୀଳ ମାମଲା ଏବଂ ସରକାର ଏଥିପାଇଁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରୁଛନ୍ତି। ପାକିସ୍ତାନର ଲାହୋର ନିକଟବର୍ତ୍ତୀ ଅଞ୍ଚଳରେ ଏକ ଟ୍ରେନ୍ର କେତେକ ବଗି ଲାଇନ୍ଚ୍ୟୁତ ହେବା ଫଳରେ 30ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ପାକିସ୍ତାନ ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଇସଲାମାବାଦ ଏକ୍ସପ୍ରେସ୍ ରାଓଲପିଣ୍ଡିରୁ ଲାହୋର ଯାଉଥିବା ବେଳେ ଶେଖୁପୁରା ନିକଟ କାକାସାହାକାକୁ ନିକଟରେ ଲାଇନ୍ଚ୍ୟୁତ ହୋଇଛି। ଟ୍ରେନ୍ର 10ଟି ବଗି ଲାଇନ୍ଚ୍ୟୁତ ହୋଇଥିବା ଜଣାପଡ଼ିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ 4ଟି ବିଭାଗର 5ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି ପାନ ମସଲା, ଇଟାଭାଟି, ବାଲି ଖନନ ଆଦି କ୍ଷେତ୍ରରେ ରାଜସ୍ୱ ହାନି ଆଶଙ୍କାକୁ ଏଡ଼ାଇବା ଲାଗି ରାଜ୍ୟ ସରକାର ଟ୍ରାକ୍ ଆଣ୍ଡ ଟ୍ରେସ୍ ବ୍ୟବସ୍ଥା ପ୍ରଚଳନ କରିଛନ୍ତି। ଏଥିପାଇଁ ରାଜ୍ୟ ସରକାର ଓଡ଼ିଶା ଦ୍ରବ୍ୟ ଓ ସେବାକର ଅଧିନିୟମ 2017ରେ ଆବଶ୍ୟକ ସଂଶୋଧନ କରିଛନ୍ତି। ଆର୍ଥିକ ପ୍ରୋତ୍ସାହନ ମଞ୍ଜୁରୀ ପ୍ରକ୍ରିୟାକୁ ସରଳ କରିବା ପାଇଁ ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି 2016ରେ ହୋଇଥିବା ସଂଶୋଧନକୁ ମଧ୍ୟ କ୍ୟାବିନେଟ୍ ବୈଠକରେ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ଯୋଜନାର ଅବଧିକୁ ଆଉ 5 ବର୍ଷ ବୃଦ୍ଧି କରାଯାଇଛି। ସେହିଭଳି ଓଡ଼ିଶା ଜିଲ୍ଲା ଓ ସିଭିଲ୍ କୋର୍ଟ ନ୍ୟାୟିକ କର୍ମଚାରୀ ସେବା ନିୟମ 2008ରେ ସଂଶୋଧନ ପାଇଁ କ୍ୟାବିନେଟ୍ରେ ନିଷ୍ପତ୍ତି ହୋଇଛି। ଏହା ବ୍ୟତୀତ ଓଡ଼ିଶା ଲ ଅଫିସର୍ସ ନିୟମାବଳୀ 1971ରେ ସଂଶୋଧନକୁ ମଧ୍ୟ ମଞ୍ଜୁରୀ ମିଳିଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି। ପୂର୍ବତନ ରୁଷ ରାଷ୍ଟ୍ରପତି ଏବଂ ରୁଷ ସୁରକ୍ଷା ପରିଷଦର ବର୍ତ୍ତମାନର ଉପମୁଖ୍ୟ ଦିମିତ୍ରି ମେଦଭେଦେଭଙ୍କ ମନ୍ତବ୍ୟର ଜବାବରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ସେ 2ଟି ପରମାଣୁ ବୁଡ଼ାଜାହାଜକୁ ସେହି ଅଞ୍ଚଳରେ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଟ୍ରମ୍ପ କହିଛନ୍ତି ଉତ୍ତେଜନାପୂର୍ଣ୍ଣ ବୟାନ ପରେ ସେ ଏହି ପଦକ୍ଷେପ ନେଇଥିଲେ। ଲଣ୍ଡନର ଓଭାଲଠାରେ ଚାଲିଥିବା ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ପଞ୍ଚମ ତଥା ଚୂଡ଼ାନ୍ତ ଟେଷ୍ଟ ମ୍ୟାଚ୍ର ଆଜି ତୃତୀୟ ଦିନରେ ଭାରତ ଦ୍ୱିତୀୟ ଇନିଂସ ଜାରି ରଖିବ। ଭାରତୀୟ ସମୟ ଅପରାହ୍ନ 3ଟା30 ମ୍ୟାଚ୍ ଆରମ୍ଭ ହେବ। ଗତକାଲି ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ 2 ୱିକେଟ୍ ବିନିମୟରେ 75 ରନ୍ ସଂଗ୍ରହ କରିଥିବା ବେଳେ 52 ରନ୍ରେ ଅଗ୍ରଣୀ ରହିଛି। ଯଶସ୍ୱୀ ଜୟସ୍ୱାଲ 51 ରନ୍ ଏବଂ ଆକାଶଦୀପ 4 ରନ୍ କରି ଅପରାଜିତ ରହିଛନ୍ତି। ପୂର୍ବରୁ ଇଂଲଣ୍ଡ ତାର ପ୍ରଥମ ଇନିଂସରେ 247 ରନ୍ କରିଥିବା ବେଳେ ଭାରତ ପ୍ରଥମ ଇନିଂସରେ 224 ରନ୍ କରିଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ। ବାରାଣସୀରେ ଆଜି ପିଏମ୍ କିଷାନ ସମ୍ମାନ ନିଧିର 20ତମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ଭିଡ଼ ହ୍ରାସ ଲାଗି ଦେଶର 73ଟି ପ୍ରମୁଖ ରେଳ ଷ୍ଟେସନରେ ହେବ ସ୍ୱତନ୍ତ୍ର ବ୍ୟବସ୍ଥା।
ଗୁରୁତ୍ୱାକର୍ଷଣ ପରିବର୍ତ୍ତନର ପ୍ରଭାବ ଅନୁଧ୍ୟାନ କରିବା ଲାଗି ନାସା ଓ ସ୍ପେସଏକ୍ସ ପକ୍ଷରୁ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଗଲେ 4 ମହାକାଶଚାରୀ ଏବଂ ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର 5ମ ଟେଷ୍ଟ ମ୍ୟାଚ୍ର ଆଜି ତୃତୀୟ ଦିନରେ ଇନିଂସ ଜାରି ରଖିବ ଭାରତ। ସମ୍ବାଦ ଶେଷ ହେଲା।